रज ଏହା ଆମ ଓଡ଼ିଆମାନଙ୍କ ପାଇଁ କେବଳ ପର୍ବ ନୁହେଁ, ଆମ ଗର୍ବ ବି। କାହିଁକି ନା ଆଜି ବି ଯେତେବେଳେ ପିରିୟଡ୍ସ ୱାର୍ଡକୁ କହିଲା ବେଳେ ଲାଜ କରୁଛନ୍ତି ଲୋକ, ସେଟା ଆମେ ବହୁ କାଳରୁ ସେଲିବ୍ରେଟ କରି ଆସିଛୁ। ଏଥର ରଜ ମୋ ପାଇଁ ଭାରି ନିଆରା ଆଉ ସୁନ୍ଦର ରହିଲା। ଭାବିଲି ଓଡ଼ିଶା ମାଟିରୁ ବହୁ ଦୂରରେ ବେଙ୍ଗଲୋରରେ କିଆବା ଆଉ ରଜ ସଜବାଜ ବା କି ସେଲିବ୍ରେସନ ହବ। ହେଲେ ଆମେ ଉତ୍କଳ କୁଇନ୍ସ ଦିନେ ବସି ଭାବିଲୁ ବେଙ୍ଗଲୋରରେ ଥିଲେ କଣ ହେଲା, ଦୁନିଆର ଯୋଉ କୋଣରେ ବି ରହିଲେ ଆମେ ଆମ କଲଚର ଆଉ ଫେଷ୍ଟିଭାଲ ସେଲିବ୍ରେଟ କରିବା। ତାପରେ ଆଉ କଣ, ସମସ୍ତେ ଲାଗି ପଡିଲୁ। ସେ ଚାହେ କେତେ ଅସୁବିଧା ଆସୁ କି ସେ ଚାହେ କାହା ଦେହ ବି ଖରାପ ହଉ, ଆମେ ସମସ୍ତେ ସମସ୍ତଙ୍କର ସହ ମିଶି ଫାଇନାଲି ସବୁ ପ୍ରିପାରେସନ କଲୁ। ଆଉ ଦେଖୁ ଦେଖୁ ଆସିଗଲା ଆମ ପ୍ରିୟ ରଜ। ଏତେ ସୁନ୍ଦର ସେଲିବ୍ରେସନ ରହିଲା କି ଆମେ ଗୋଟେ ମିନିଟ ପାଇଁ ବି ଭାବିଲୁନି କି ଆମେ ଓଡ଼ିଶାରୁ ଏତେ ଦୂରରେ ଅଛୁ। ସେ ଚାହେଁ ଆମ ଓଡ଼ିଶୀ ଡ୍ୟାନ୍ସ ହଉ କି ମଡର୍ନ ଡ୍ୟାନ୍ସ ହଉ କି କ୍ଲାସିକାଲ ସଙ୍ଗ ହଉ କି ମଡର୍ନ ସଙ୍ଗ ହଉ, ର୍ୟାମ୍ପ ୱାକ୍ ହଉ କି ମ୍ୟୁଜିକ ହଉ, ବହୁତ ହି ଏଣ୍ଟରଟେନମେଣ୍ଟ ଗେମ୍ସ ବି ହଉ, ଆଉ ସବୁଠୁ ବଡ କଥା ହେଲା ଆମେ ସମସ୍ତେ ଗୋଟେ ଫ୍ୟାମିଲି ଭଳି ଏନ୍ଜୟ କଲୁ। ଗୋଟେ ସେକେଣ୍ଡ ପାଇଁ ବି ଫିଲ୍ ହେଲାନି କି ଆମେ ସମସ୍ତେ ପ୍ରଥମ ଥର ପାଇଁ ଦେଖା ହେଇଛୁ। କାହିଁକି ନା ଆମେ ସମସ୍ତେ ଓଡ଼ିଶା ମାଟି ସାଙ୍ଗେ ଜଡ଼ିତ। ରଜର ସବୁଟି ମୁହୂର୍ତ୍ତ ଆମେ ବହୁତ ହିଁ ଏନ୍ଜୟ କଲୁ। ରଜ ଦୋଳି ଖେଳଠୁ ଆରମ୍ଭ କରି ପୋଡପିଠା ହଉ ଆଉ ପାନ, ସବୁ କିଛି ମିଶି ଆମ ଏ ରଜ ସେଲିବ୍ରେସନ ଦିନଟା ବହୁତ ହି ସୁନ୍ଦର କଟିଲା। ଆଶା କରୁଛି ଆପଣମାନେ ବି ରଜଟି ଭାରି ସୁନ୍ଦର ଭାବେ ସେଲିବ୍ରେଟ କରିଥିବେ। ହେଲେ ଆମେ ଓଡ଼ିଆ ଦୁନିଆର ଯୋଉ ଜାଗାରେ ରହିଲେ ବି ଆମ ସଂସ୍କୃତି ଆଉ ଆମ ପର୍ବପର୍ବାଣି ଆମ ପାଇଁ ଭାରି ବଢିଆ। ଜୟ ଜଗନ୍ନାଥ।